ବହିର ନାଁ ଏଇଠୁ ଆରମ୍ଭ। ଲେଖକ ଗୌରହରି ଦାସ। ପଢ଼ି ଶୁଣାଉଛନ୍ତି ହୃଦାନନ୍ଦ ସାହୁ। ଭାଗ 1। ରାଜଧାନୀ। ଉର୍ବଶୀ ବିରୋଧୀ ଦଳର ମୁଖ୍ୟ କାର୍ଯ୍ୟାଳୟ ବାରଣ୍ଡାରେ ପଡ଼ିଥିବା ଗୋଟିଏ ତେଲ ଚିକିଟା ବେଞ୍ଚରେ ବସିଥିଲା। ଅନେକ ସମୟ ହେଲା ସାମ୍ବାଦିକ ଭାରତ ମହାପାତ୍ର ତାକୁ ଏଇଠି ବସେଇ ଦେଇ ଭିତରକୁ ଯାଇଛି, ଫେରିନି। ବସି ବସି ତାକୁ ବିରକ୍ତ ଲାଗୁଥିଲା। ତା ସାଙ୍ଗକୁ ଯାଆସ କରୁଥିବା ଲୋକଙ୍କ ଡାହାଣ ଆଖି। ସେମାନଙ୍କ ଆଖିକୁ ଦେଖିଲେ ଉର୍ବଶୀର ମନେ ହେଉଥିଲା ସେମାନେ ଅନେକ ଦିନ ହେଲା ଗୋଟିଏ ସ୍ତ୍ରୀ ଲୋକ ଦେଖିନାହାନ୍ତି। ତା ଉଦ୍ଦେଶ୍ୟରେ ସେମାନଙ୍କ ଫିସ୍ ଫିସ୍ କଥା ବି ସେ କିଛି କିଛି ଶୁଣିପାରୁଥିଲା। ସେମାନେ ନିଜ ନିଜ ଭିତରେ କୁହାକୁହି ହେଉଥିଲେ, ଏଇ ଉର୍ବଶୀ ପଟ୍ଟନାୟକ, ଯିଏ ଜଙ୍ଗଲ ମନ୍ତ୍ରୀଙ୍କ ନାଁରେ ମାନହାନି କେସ୍ କରିଥିଲା। ରାଉରକେଲା ଶାସକ ଦଳ ନେତା ସଞ୍ଜୟ ପଟ୍ଟନାୟକର ସ୍ତ୍ରୀ। ହଁ ମ, ଯିଏ ପାଗିଳି ହେଇଯାଇଥିଲା। ତା ଫଟୋ ଖବରକାଗଜରେ ଦେଖିନ? ଉର୍ବଶୀ ବାଁ କାନ୍ଧରୁ ଭ୍ୟାନିଟି ବ୍ୟାଗ୍ ଟାଣି ଆଣି ତହିଁରେ ମୁହଁ ଲୁଚିବାକୁ ଚାହୁଁଥିଲା। ତା ସମ୍ବନ୍ଧରେ ସବୁ ଖବର କଣ ରାଜ୍ୟସାରା ଲୋକେ ଜାଣନ୍ତି? ସମସ୍ତଙ୍କ ଦୃଷ୍ଟିରେ କଣ ସେ ପାଗିଳି? ସେ ତା ମନକୁ ପଚାରିଲା। ଗଲା ଆଇଲା ସାଧାରଣ ଲୋକମାନେ ଯେତେବେଳେ ତା ସମ୍ପର୍କରେ ଏହି ଖବର ଜାଣିଛନ୍ତି, ହୁଏତ ସେହି ଖବର ବିରୋଧୀ ଦଳର ସଭାପତି ବି ଜାଣିଥିବେ ଓ ତାକୁ ଦେଖା କରିବାକୁ ଚାହୁଁନଥିବେ। ତାହେଲେ ଭାରତ ମହାପାତ୍ର ଅଯଥାରେ ଏତେ ସମୟ କାହିଁକି ଲଗାଉଛି? ଏଠି ବାରଣ୍ଡାରେ ଛିଡ଼ା ହୋଇ କେତେ ସମୟ ସେ ଗଲା ଆଇଲା ଲୋକଙ୍କ ଟାଇଟା ପୁରା ଶୁଣୁଥିବ। ଏମିତି ଗୋଟିଏ ଗୋଟିଏ ମୁହୂର୍ତ୍ତ କାଟିବା ଯେ କେତେ କଷ୍ଟକର, ତାହା ତାପରି ଭୁକ୍ତଭୋଗୀ ହିଁ କେବଳ ଜାଣେ। ତାର ଧାରଣା ଥିଲା ବିରୋଧୀ ଦଳର ନେତା ତା ଭଳି ଜଣେ ଅସହାୟର କଥା ଶୁଣି ତାକୁ ଥରୁଟିଏ ଦେଖା ଦେବେ। ସେଥିରେ ତାର କିଛି ଉପକାର ହେଉ କି ନ ହେଉ, ସେ ଅନ୍ତତଃ ଟିକେ ସାନ୍ତ୍ୱନା ପାଇବ। ମାତ୍ର ଏବେ ସେ ଆଶଙ୍କା କରୁଥିଲା ଯେ ତାର ସଭାପତିଙ୍କ ସାଙ୍ଗରେ ଦେଖା ହେବ ନାହିଁ। ଭଏସ୍ ଅଫ୍ ଇଣ୍ଡିଆର ସାମ୍ବାଦିକ ଭାରତ ମହାପାତ୍ର ସାଙ୍ଗରେ ଉର୍ବଶୀର ପରିଚୟ ଆକସ୍ମିକ। ନା, ଠିକ୍ ଆକସ୍ମିକ ନୁହେଁ, କାରଣ ଚୋରି ଘଟଣା ପଛେ ପୋଲିସ ତଦନ୍ତକୁ ଯେପରି ଆକସ୍ମିକ କୁହାଯାଇ ପାରିବ ନାହିଁ, ସେମିତି ଭାରତ ମହାପାତ୍ର ସାଙ୍ଗେ ତାର ପରିଚୟକୁ ବି ଆକସ୍ମିକ କୁହାଯାଇ ପାରିବ ନାହିଁ। ଯେତେଦିନ ଯାଏ ସେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ଥିଲା, ସେତେଦିନ ପର୍ଯ୍ୟନ୍ତ ତାର ପୋଲିସ, ଓକିଲ, ସାମ୍ବାଦିକ କି ନେତା କାହା ସାଙ୍ଗରେ ପରିଚିତ ହେବାର ପ୍ରୟୋଜନ ନଥିଲା। ସେତେବେଳେ ତା ପାଇଁ ତାର ପରିବାର, ତାର ଘର ବର ଆଉ ଶାଶୁ ଶ୍ୱଶୁର ମୁଖ୍ୟ ଥିଲେ। ବାହାର ଜଗତ ସାଙ୍ଗରେ ଏମିତି ସମ୍ପର୍କ ଗଢ଼ି ଉଠିବାର ପ୍ରୟୋଜନ ନଥିଲା। କିନ୍ତୁ ସେସବୁ ତ ଅନେକ ଦିନ ତଳର କଥା। ଆଜି ମୁହଁ ଫେରାଇ ଚାହିଁଲେ ଲାଗୁଛି ସେସବୁ ଗଲା ଜନ୍ମର କଥା କିମ୍ବା ଆଉ କାହାର ପିଛିଲା ଅତୀତ। ତା ନହେଲେ ବର୍ତ୍ତମାନର ବିଚିତ୍ର ସ୍ଥିତି ସାଙ୍ଗରେ ଅତୀତର ଏତେ ଟିକେ ସାମଞ୍ଜସ୍ୟ ରହନ୍ତା ନାହିଁ କିପରି? ଉର୍ବଶୀ ଅନେକ ସମୟ ହେଲା ଅପେକ୍ଷା କଲାଣି। ତାକୁ ଏବେ ଖୁବ୍ ଶୋଷ ଲାଗୁଥିଲା। କିନ୍ତୁ ସେ ପାଣି ବୋତଲରୁ ପାଣି ପିଇବାକୁ ଚାହିଁଲାନି। ପାଣି ପିଇବା ପରେ ହୁଏତ ତାକୁ ଶୌଚାଳୟ ଯିବାକୁ ପଡ଼ିବ। କିନ୍ତୁ ଏଠି ଆଖପାଖରେ ମହିଳାମାନଙ୍କ ଲାଗି ଶୌଚାଳୟଟେ ନାହିଁ। ଏତେ ବଡ଼ ରାଜନୈତିକ ଦଳର ମୁଖ୍ୟ କାର୍ଯ୍ୟାଳୟ, ବଡ଼ ବଡ଼ ନେତାମାନେ ଆସନ୍ତି, ରାଜ୍ୟର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରନ୍ତି, ଅଥଚ ମହିଳାମାନଙ୍କର ଏହି ସାଧାରଣ ପ୍ରୟୋଜନ କଥାଟା କେମିତି ସେମାନଙ୍କର ମୁଣ୍ଡକୁ ଢୁକୁନାହିଁ। ସେ କଥା ଦେଖି ସେ କଷ୍ଟ ପାଇଲା। ଉର୍ବଶୀ ଆଉଥରେ ତାର ହାତକଣ୍ଟାକୁ ଚାହିଁଲା। ସାମ୍ବାଦିକ ଭାରତ ମହାପାତ୍ର କହିଥିଲା, ଯେମିତି ହେଲେ ସେ ବିରୋଧୀ ଦଳର ସଭାପତିଙ୍କ ସାଙ୍ଗେ ଆଜି ତାର ଦେଖା କରାଇଦେବ। 5 ମିନିଟ୍ ବୋଲି କହି ସେ ଯାଇଛି। ଏବେ 2 ଘଣ୍ଟା ବିତିଲାଣି, ଅଥଚ ଭାରତ ମହାପାତ୍ରର ଦେଖା ନାହିଁ। ସାମ୍ବାଦିକମାନଙ୍କ ବିଷୟରେ ସେ ଯାହା ଶୁଣିଥିଲା ସେସବୁ ତାହେଲେ ମିଛ ନୁହେଁ। ଭାରତ ମହାପାତ୍ର ନିଶ୍ଚୟ ତା କଥା ଭୁଲି ନିଜର ସୁବିଧା ସୁଯୋଗ କଥା ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରୁଥିବ। କାହାର ବଦଳି କି କାହାର ପୋଷ୍ଟିଂ ପାଇଁ ହୁଏତ ସେ କାହାଠୁ କିଛି ଟଙ୍କା ନେଇଥିବ। ସେ ଶୁଣିଥିଲା ରାଜଧାନୀର କିଛି କିଛି ସାମ୍ବାଦିକ ସାମ୍ବାଦିକତା ସାଙ୍ଗରେ ଏଭଳି କାମ କରନ୍ତି। ଜଣେ ଇଞ୍ଜିନିୟର କି ଜଣେ ଡାକ୍ତରର ବଦଳି କରାଇଦେଲେ ବେଶ୍ କିଛି 1000 ଟଙ୍କା ମିଳିଯାଏ। ଜଣେ ମନ୍ତ୍ରୀ ପାଖରୁ ବର୍ଷରେ ଗୋଟିଏ ଯୋଡ଼ିଏ କାମ କରାଇ ଆଣିପାରିଲେ ବର୍ଷକୁ 50ଟା କାମ ସହଜରେ ହେଇଯାଏ। ତା ସାଙ୍ଗକୁ ଦାମୀ ହୋଟେଲ ଓ କ୍ଲବରେ ସନ୍ଧ୍ୟା ଆସର ପ୍ରୋଗ୍ରାମ ମଧ୍ୟ ଅଛି। ସେଥିପାଇଁ ଛୋଟମୋଟ କାଗଜର ସାମ୍ବାଦିକ ହେବା ପାଇଁ ମଧ୍ୟ ଯୁବକଙ୍କ ଭିତରେ ପ୍ରତିଯୋଗିତା। ଉର୍ବଶୀ ଶୁଣିଥିଲା ମନ୍ତ୍ରୀମାନେ ବଡ଼ ବଡ଼ ସାମ୍ବାଦିକଙ୍କୁ ନିଜ ନିଜ ହାତରେ ରଖିବାକୁ ଚାହାନ୍ତି। ଭାରତ ମହାପାତ୍ର କ'ଣ ସେଇଭଳି ଜଣେ ସାମ୍ବାଦିକ? ତା ନହେଲେ ସେ ଏତେ ସମୟ କାହିଁକି ଲଗାଉଛି? ଜଗନ୍ନାଥପୁର କଲେଜର ଅଧ୍ୟାପକ ରବି ଦାସ ତାକୁ ଏହି ଭାରତ ମହାପାତ୍ର ସାଙ୍ଗେ ପରିଚିତ କରାଇ ଦେଇଥିଲେ। ପରିଚୟ କ'ଣ? ଚିଠିଟି ଲେଖିଥିଲା ଉର୍ବଶୀ ହାତରେ। ରବି ଦାସ ସେହି କଲେଜର ଇଂରାଜୀ ଅଧ୍ୟାପକ। MA ପାସ୍ କରି ଯେଉଁ କଲେଜରେ ଉର୍ବଶୀ କିଛିଦିନ ଚାକିରି କରିଥିଲା, ଉର୍ବଶୀ ନିଜ ଆଡ଼ୁ ଇସ୍ତଫା ଦେଇଦେବା ପରେ ରବି ଦାସ ତା ପୋଷ୍ଟରେ ରହିଥିଲା। ସେତେବେଳେ କଲେଜର ସେକ୍ରେଟାରୀ Sample complete. Ready to continue?